ଦେଖନ୍ତୁ ଆଜି ଆମେ ଆସିଛୁ ଅତି ସୁପରିଚିତ ଜଣେ ପଲିଟିସିଆନ୍ ଜୟପୁର କ୍ଷେତ୍ରରେ ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମଧ୍ୟ ତାଙ୍କେ ଜଣେ ସୁପରିଚିତ ଏବଂ ଖେଳ ମାଧ୍ୟମରେ ମଧ୍ୟ ତାଙ୍କର ସଂଗଠନରେ ଅଭିଜ୍ଞତା ଥିବା ବ୍ୟକ୍ତି ଯେ ହେଉଛନ୍ତି ଅନୁପ କୁମାର ପାତ୍ର। ଆସନ୍ତୁ ତାଙ୍କଠୁ ଆମେ ସିଧାସଳଖ ଶୁଣିଯିବା ଆମ ଜୟପୁର ରାଜନୀତି ବିଷୟରେ। ସାର୍ ଆପଣଙ୍କୁ ଆମ ଓଡ଼ିଶା କ୍ଷେତ୍ରରୁ ସ୍ୱାଗତ ଜଣାଉଛି। ସାର୍ ଆମର ଜୟପୁର ରାଜନୀତି ବିଷୟରେ ଆପଣ କ'ଣ କହିବେ ଏବଂ ଯେଉଁ ତିନି ଥର ଜୟପୁର ରାଜନୀତିରେ ପରାସ୍ତ ହେବାର ମୁଖ୍ୟ କାରଣ କ'ଣ? ଆପଣଙ୍କର ଯେଉଁ ପ୍ରଶ୍ନ ଅଛି ନା, ଇଏ ତ ବହୁତ ଦିନର ପ୍ରଶ୍ନ ବହୁତ ଲୋକ ଏସବୁ ପ୍ରଶ୍ନ ବହୁତ ବାର ଏ ବିଷୟରେ ଆଲୋଚନା ହେଇଛି ଯେ ତିନିଥର କାହିଁକି ହାରିଲେ। ପ୍ରଥମ ଦୁଇଥର ଯେଉଁ ହାରିଲୁ 2014 ଏବଂ 2019 ମସିହାରେ, ସେଥିର କାରଣ ଅଲଗା ଥିଲା ଏବଂ 2024ରେ ହାରିବାର କାରଣ ଅଲଗା ରହିଛି। 2014 ଏବଂ 2019ରେ ପ୍ରାର୍ଥୀଙ୍କର ଭୁଲ ବହୁତ ଥିଲା ବୋଲିକି ଆମ ଲୋକ ଯାହା କୁହନ୍ତି, କିନ୍ତୁ 2024ରେ ସେ ପୁରା କମ୍ପ୍ଲିଟ୍ ସମ୍ପୂର୍ଣ୍ଣ ଭିନ୍ନ ଥିଲା ହାରିବାର। ଆମେ ଏ ଯେଉଁ 24 ନିର୍ବାଚନରେ ବିଜେପିର କିଛି ୱେବ୍ ଥିଲା, ରାଜ୍ୟସ୍ତର ନେତୃତ୍ୱ ଯେଉଁମାନେ ଦାୟିତ୍ୱ ନେଇଥିଲେ କୋରାପୁଟ ଜିଲ୍ଲାକୁ ତାଙ୍କର କିଛି ଭୁଲ ଥିଲା, ଜିଲ୍ଲା ସ୍ତର ନେତୃତ୍ୱ ଯେଉଁମାନେ ନେଇଥିଲେ ତାଙ୍କର କିଛି ଭୁଲ ଥିଲା ଏବଂ ପାର୍ଟି କର୍ମୀମାନଙ୍କର ଭୁଲ ଏବଂ ପ୍ରାର୍ଥୀଙ୍କର ବି ଭୁଲ, ସମସ୍ତଙ୍କ ଭୁଲ ମିଶିବାରୁ ଭୁଲ ବହୁତ ବଢ଼ିଗଲା ଏବଂ ସେଥିପାଇଁ ଆମେ ପରାଜୟ ବରଣ କଲୁ। ସାର୍ ଦେଖନ୍ତୁ, ଆମେ ଦେଖିବା ପାଇଁ ଯାଉଛୁ 2014ରୁ 2019 ଇଲେକ୍ସନରେ କିଛି ନା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆମର ବିଜେଡି କ୍ୟାଣ୍ଡିଡେଟ୍ ଆସିଥିଲେ, କିନ୍ତୁ 2024ରେ ସମ୍ପୂର୍ଣ୍ଣ 5ଟା ବିଧାନମଣ୍ଡଳରେ 5ଟା ପରାଜିତ ହେବା ଦେଖିବାକୁ ପାଇଛୁ। ଏହାର ମୁଖ୍ୟ କାରଣ କ'ଣ? ଇଏ ଗୋଟେ ବଡ଼ ଭାଇଟାଲ କ୍ୱେଶ୍ଚିନ୍, ପଲିଟିକାଲ କ୍ୱେଶ୍ଚିନ୍। 5ଟା ହାରିବାର ଗୋଟେ ବହୁତ କମ୍ ଉଦାହରଣ ଦେଖାଦିଏ। 1995 ମସିହାରେ ସେମିତି ଘଟଣା ଘଟିଥିଲା ଏବଂ ପୁଣି 2024 ମସିହାରେ ସେ ଘଟଣା ଘଟିଲା। ଏଥିରେ ଆପଣ ବରାବର ଦେଖିବେ ଯେଉଁମାନେ ଜିଲ୍ଲା ସ୍ତରୀୟ ନେତୃତ୍ୱ ନେଇଥିଲେ ଦାୟିତ୍ୱ ନେଇଥିଲେ, ସେମାନେ ଠିକ୍ ଭାବରେ ଜିଲ୍ଲା ପରିଚାଳନା କରିପାରିଲେ ନାହିଁ। ବିଭିନ୍ନ ଜାଗାରେ ଜିଲ୍ଲାର ବିଭିନ୍ନ ଜାଗାରେ ବିଭେଦ ଯେଉଁ ତିଆରି ହେଲା, ବହୁତ ଲୋକ ଆଶାୟୀ ଥାଆନ୍ତି ସାଧାରଣତଃ ଭାବରେ ନିର୍ବାଚନ ଲଢ଼େଇ କରିବା ପାଇଁ, ନିର୍ବାଚନ ଠିଆ ହେବା ପାଇଁ, ରାଜନୀତି ସୁଯୋଗ ସୁବିଧା ନେବା ପାଇଁ ବହୁତ ଲୋକ ଆଶାୟୀ ଥାଆନ୍ତି। ସେ ଆଶାୟୀମାନଙ୍କୁ ଯେଉଁ ହିସାବରେ ଡିଲ୍ କରିବାର ଥିଲା ତାକୁ ସେ ହିସାବରେ ଡିଲ୍ କରାଗଲା ନାହିଁ। ଦ୍ୱିତୀୟ କଥା ହେଲା, ଯେଉଁ ପ୍ରାର୍ଥୀମାନେ ଦେଲେ ସେ ପ୍ରାର୍ଥୀମାନେ କେତେ ଦୂର ଫିଟ୍ ତାକୁ ବି ତର୍ଜମା କରାଗଲା ନାହିଁ। ସେଇ ନିର୍ବାଚନ ମଣ୍ଡଳୀ ଲୋକ ସହିତ ବସିକି ଆଲୋଚନା କରିବାର ଥିଲା। ଏ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ନେତୃତ୍ୱର ଗୁଡ଼ାଏ ଭୁଲ ରହିଲା, ଯେଉଁଥିପାଇଁ କି ଆମେ 5ଟା ଏମିତି ବହୁତ ଗୁଡ଼ିଏ କାରଣ ରହିଛି ଯେଉଁଥିପାଇଁ ଆମେ 5ଟା ଜାଗାରେ ହାରିଲୁ। ସାର୍ ଦେଖନ୍ତୁ, 2019 ଇଲେକ୍ସନରେ ଯେତେବେଳେ ଆପଣମାନେ ଅଳ୍ପ ସଂଖ୍ୟା ଭୋଟରେ ହାରିଛନ୍ତି, ବର୍ତ୍ତମାନ 4000 ଭୋଟରେ ହାରିଛନ୍ତି, କିନ୍ତୁ ସେ 2019ରୁ ଏଇ 2024 ପର୍ଯ୍ୟନ୍ତ କ'ଣ ଆପଣଙ୍କର ପାର୍ଟିର ସମାଧାନ କିଛି ହେଇପାରିଲା ଯେ ଆମେ କିପରି ଆଗାମୀ ନିର୍ବାଚନରେ ଜୟଯୁକ୍ତ ଲାଭ କରିବୁ? এই ବିଷୟରେ ମଧ୍ୟ ଆପଣମାନେ ଏତେ କମ୍ ଭୋଟରେ ମଧ୍ୟ ଆପଣମାନେ କୌଣସି ଡିସ୍କସନ୍ କରିନାହାନ୍ତି, କୌଣସି ପଦକ୍ଷେପ ନେଇନାହାନ୍ତି, ଯାହାଫଳରେ ଆପଣଙ୍କୁ 2024ରେ ପୁଣି ପରାଜିତର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏ ବିଷୟରେ ଆପଣ କ'ଣ କହିବେ? ଦେଖନ୍ତୁ, ଆପଣ ଯେଉଁ କଥା କହୁଛନ୍ତି, ନିଶ୍ଚିତ ଭାବେ ସମସ୍ତେ ଏ ବିଷୟରେ ଏୱେର୍ ଥିଲେ, ସଚେତନ ନଥିଲେ ବୋଲି ନାହିଁ। ଆପଣ କେବଳ କହିଲେ ଯେ 2024 ନିର୍ବାଚନ, ଆମେ 2022 ପଞ୍ଚାୟତ ନିର୍ବାଚନ ସମୟରେ ଯେତେବେଳେ ଜିଲ୍ଲା ପରିଷଦର ନିର୍ବାଚନ ହେଲା, ସେହି ସମୟରେ ଆମେ ଯେଉଁ ପ୍ରାର୍ଥୀ ବଛାଗଲା ଇଏ ଉଚିତ ହେଇନି ବୋଲିକି ସେହି ସମୟରେ ହିଁ ଆପତ୍ତି କରିଥିଲୁ। ଫଳାଫଳ ବି ସେମିତି ଭଲ ମିଳିଲା ନାହିଁ, ଗୁଡ଼ାଏ ଜାଗାରେ ଆମର ପ୍ରାର୍ଥୀ ହାରିଗଲେ। ସେ ସମୟରେ ବି ଆମେ ଆପତ୍ତି ଅଭିଯୋଗ ଉଠାଇଥିଲୁ ଜିଲ୍ଲା ରାଜ୍ୟସ୍ତରୀୟ ନେତୃତ୍ୱଙ୍କ ପାଖରେ। ତାପରେ ଗୋଟେ ମାସ ପରେ ମ୍ୟୁନିସିପାଲିଟି ନିର୍ବାଚନ ହେଲା, ଅର୍ବାନର ନିର୍ବାଚନ ହେଲା। ତାକୁ ବି ଆମେ କହିଲୁ ଯେ ଆପଣ ଠିକ୍ ହେଇନି ବୋଲି କହିଲୁ, ସେ ଶୁଣିଲେ ନାହିଁ ଏବଂ ତାର ପରାଜୟ ବରଣ ବି କଲେ। 4ଟା ମ୍ୟୁନିସିପାଲିଟିରୁ ଆମେ 3ଟା ହାରିଲୁ, ଗୋଟେ ଜିତିଲୁ। ସେମ୍ କଥା ବାରମ୍ବାର ଆମେ କହିବା ପରେ ବି କୌଣସି ପ୍ରକାର ପାର୍ଟି ନେତୃତ୍ୱଙ୍କର କୌଣସି ଗୁରୁତ୍ୱ ରହିଲା ନାହିଁ। କିଛି ନିର୍ଦ୍ଦିଷ୍ଟ ଲୋକ ଯେଉଁମାନେ ରାଜ୍ୟସ୍ତରୀୟ ନେତୃତ୍ୱକୁ ଏକଦମ କବଳିତ କରି ରଖିଲେ, ସେମାନେ କାହା କଥା ଶୁଣିବାକୁ ରାଜି ହେଲେନି, ବୁଝିଲେ ନାହିଁ। ରେଦର ଯେଉଁ ଲୋକ ତାଙ୍କ ପାଖ କହିବାକୁ ଗଲା, ଯେଉଁ ଲୋକ ତାଙ୍କୁ ଜଣାଇବାକୁ ଗଲା, ସେ ଅପଦସ୍ଥ ହେଇଛି ଏବଂ ବିଭିନ୍ନ ସମୟରେ ହଇରାଣ ହରକତ ବି ହେଇଛି। ଯେଉଁଥିପାଇଁ ଲୋକ ଚିନ୍ତା କଲେ, ପାର୍ଟି ନେତୃମଣ୍ଡଳ ଚିନ୍ତା କଲେ ଯେ କହିବାଟା କିଛି ଉଚିତ ଚୁପ୍ ରହିଲେ
जार परिणाम रे आम 5 एमएलए सीट हारलु जार परिणाम 5 एमएलए सीट हारलु जिला परिषद भी सीट संख्या कमिगला म्यूनिसिपालिटी भी ये असुविधा भोगिलु आम तेणुक एमानकर से सब परिवर्तन करने आवश्यकता रही है आज दिन रे भी जदि ये विषय आलोचना हेब नहीं परिवर्तन आवश्यकता रही नेतृत्व परिवर्तन आवश्यकता निहाती रही जिला स्तरीय एवं निर्वाचन मंडल स्तरीय नेतृत्व परिवर्तन निहाती आवश्यकता रही बहु व्यक्ति बहु लोक दाबी कर परिवर्तन करा जाओ एवं जदि पार्टी एबे भी बुझीब नहीं मान्यवर नवीन पट्टनायक लोकप्रियता बिल्कुल कमी नहीं सी रेदर बढ़ी और बढ़ुची एवं तांकर लोकप्रियता पाथय करी जिला स्तरीय राज्य स्तरीय जिला स्तरीय और निर्वाचन मंडल स्तरीय संगठन बनब एवं परिवर्तन हवा निहाती आवश्यकता नूतन संगठन हवा आवश्यकता रही ताहले जाइकरी बीजेडी पुणी आसब निश्चय शासन को पुणी आस 5 वर्ष भर सर ए आम देखा गले माने दल आपणकर दल भितर ही मतभेदता रही जहाँफल आपन को पराजितर सम्मुखीन देखा पड़ा एवं कहवाक गले ओडिशार आमर जयपुर विधानमंडल होची समस्तंकर नजर थाए जयपुर विधायक मानकर ऊपर जयपुर विधानमंडल ऊपर जयपुर आमर 5टी कोरापुट जिलार जो 5टी विधानमंडल अच्छी से भितर देखा गले एथर 2टा बीजेपी नहीं बीजेपी जोटी संगठन नथिला ता बाबद बीजेपी पाई दैट मीन्स बीजेपी संगठन आमर 5टी विधानमंडल भितर आरंभ हो गलानी ए बाबद आप कौन कहे नहीं जो वर्तमान कौन है जो 2024 रे जो बीजेपी किसी वेब रहा सारा राज्य बीजेपी किसी वेब रहा जो वेब फल से 2टा सीट जीतिले से संगठन सेमती किसी मजबूत संगठन नाला कोरापुट निर्वाचन मंडल हो कटपाट निर्वाचन मंडल हो से किसी मजबूत संगठन नाला किंतु से वेब रे से सुजोग पाई पारिछंती आगामी दिन रे सेते भल कला पर आ लागुना जो 2024 रे जो बीजेपी किसी वेब रहा सारा राज्य बीजेपी किसी वेब रहा जो वेब फल से 2टा सीट जीतिले से संगठन सेमती किसी मजबूत संगठन नाला कोरापुट निर्वाचन मंडल हो कटपाट निर्वाचन मंडल हो से किसी मजबूत संगठन नाला किंतु से वेब रे से सुजोग पाई पारिछंती आगामी दिन रे सेते भल कला पर आ लागुना एवं आपण बाकी जो प्रश्न अच्छी से प्रश्न समय ही समाधान करबा ठीक है सर आम जब देखा आगामी रणनीति रे आपणकर प्रयास कौन रहिबो आपणको टीम रो प्रयास जारी की प्रकार भाव में 2029 प्रिपेरेसन करेंगे से बाबद किसी बहुत गुड़े नेता सहित जोगाजोग मुझे और बहुत नेता मो सहित जोगाजोग अच्छा जिला स्तरीय राज्य स्तरीय एवं निर्वाचन मंडल जे पुणी समस्त कार मन रे या नुहे जे हारीगलु ताको आत्मग्लानी रे चुप रही दूरे जा क्या मन ना पुणी लड़ाई करवा पुणी विजु जनता दल को जितेबा पुणी सरकार आनिबा पुणी नवीन बाबू को पुणी मुख्यमंत्री देखा ये स्वप्न ये आशा ये विश्वास समस्त कर्मी मन रही समस्त पुणी एकजुट है आप निश्चित देखिए अल्प दिन भितर ये दलर विजु जनता दलर नुआ रूपरेख एवं नुआ नेतृत्व निश्चित देखिए अल्प दिन भितर निर्वाचन मंडल देखिए जिला स्तर में देखिले आम सीधा सड़क शुणीगलु जे अनुपात्र सार ठार जे कि प्रकार भाव आगामी निमंते प्रस्तुत चली एवं चलो कहवा अनुसार जयपुर कमल भत्रा आम ओडिशा लाइव।